ବନ୍ଧୁ, ଆମର ସରକାରୀ ବ୍ୟବସ୍ଥାରେ ଗୋଟେ କୋଟା ବ୍ୟବସ୍ଥା ରହିଛି। ଯେ କୋଟା ବ୍ୟବସ୍ଥାରେ ଯଦି ଆପଣ ଜ୍ଞାନ ନ ପରଖିବେ ତାହେଲେ କେମିତି ହେବ? କୋଟା ସହିତ ଜ୍ଞାନ ବି ଆବଶ୍ୟକ ନା ନାହିଁ? ସବୁ କ୍ଷେତ୍ର ଛାଡ଼ନ୍ତୁ, ଏ ଯେଉଁ ଶିକ୍ଷକ ଶିକ୍ଷୟିତ୍ରୀଙ୍କ କ୍ଷେତ୍ରରେ ଏଥିରେ ଯଦି କୋଟା ବ୍ୟବସ୍ଥା କରିବେ, କାରଣ ତାଙ୍କର ତ ଜ୍ଞାନ ନଥିବ, ସେମାନେ ଅଳ୍ପ ମାର୍କ ରଖିକରି ପିଲା ଗଢ଼ିବା ପାଇଁକି ଦାୟିତ୍ୱ ନେଇଯିବେ। ସେମାନେ ପିଲା ଗଢ଼ି ପାରିବେ ତ? କେବେ ଆପଣଙ୍କ ମନକୁ ପ୍ରଶ୍ନ ଆସିଛି? ଯେଉଁ ଦେଶର ଭବିଷ୍ୟତ ବୋଲି ଆମେ କହୁଛେ ଛୋଟ ପିଲାମାନଙ୍କୁ, ସେ ଭବିଷ୍ୟତକୁ ଗଢ଼ୁଥିବା ଲୋକ ଯଦି ନିଜେ ଜ୍ଞାନ ଶୂନ୍ୟ ହୋଇଥାଏ, ସେ ଅଲଗା ପିଲାଙ୍କୁ କେମିତି ଗଢ଼ିବ? ତେଣୁ ଏଇ ସରକାରର ପ୍ରତ୍ୟେକ କ୍ଷେତ୍ର କଥା ମୁଁ କହୁନି, ଶିକ୍ଷକ ଶିକ୍ଷୟିତ୍ରୀ କ୍ଷେତ୍ରରେ ଯଦି ଆପଣ କୋଟା ବ୍ୟବସ୍ଥାଟି କରିଛନ୍ତି, ଭଲ କରିଛନ୍ତି, କିଛି ମନ ଦୁଃଖ ନାହିଁ, କାରଣ ସମସ୍ତେ ଆଗକୁ ଆସିବା ଉଚିତ। କିନ୍ତୁ ଜ୍ଞାନ କିଛି ତ ରଖନ୍ତୁ ନା, କିଛି ଜ୍ଞାନର ପରିମାପ ରଖନ୍ତୁ, ଯେଉଁଥିରେ କି ସେମାନେ ସେତିକି ଆଗୁଆ ହେଇକି ପିଲାମାନଙ୍କୁ ଗଢ଼ି ପାରିବେ।